ଖଣି ଖଦାନ ପାଇଁ କାନ୍ଦୁଛି ତାଳଚେର ପାଣି ପବନରେ ଭରି ରହିଛି ବିଷ। ଅସ୍ତବ୍ୟସ୍ତ ଅଞ୍ଚଳବାସୀ ଜୀବନ ଜୀଇବାକୁ ସଂଘର୍ଷ କରୁଛନ୍ତି ଲୋକେ। ପ୍ରଦୂଷଣରେ ତାଳଚେର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଭୂଗର୍ଭ କୋଇଲା ଖଣି ଯୋଗୁଁ ଦିନକୁ ଦିନ ଭୂତଳ ଜଳସ୍ତର କମିବାରେ ଲାଗିଛି। ଖଣି ଖାଦାନ ପାଇଁ ଯେଉଁ ମାତ୍ରାରେ ଗଛ କଟାଯାଉଛି ସମ ପରିମାଣର ବୃକ୍ଷରୋପଣ କରାଗଲେ ସନ୍ତୁଳନ ରକ୍ଷା ହୋଇପାରିବ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି। କଳକାରଖାନାରୁ ନିର୍ଗତ ଧୂଳି ଧୂଆଁର ଠିକ୍ ପରିଚାଳନା ପାଇଁ ଦାବି ହୋଇଛି। ତାଳଚେର ଗୋଟେ ଜାଗା ଯୋଉଠିକି ଆଉ କିଛି ଦିନ ପରେ ଯେମିତି ସରସ୍ୱତୀ ନଦୀ ଲିପ୍ତ ହେଇଯାଇଛି, ତାଳଚେର ଲିପ୍ତ ହେବା ପାଇଁ ଯାଉଛି। ଏଠି କୋଇଲା ଖଣି ଯୋଉ କଳାର ହୀରା ତାଳଚେର କହୁଛନ୍ତି, ଦେଖନ୍ତୁ ଏଇ କଳାର ହୀରା ଯୋଗୁଁ ଆଜି ଏଠି ନାଲକୋ, ଏନଟିପିସି, ଜେଆଇଟିପିଏଲ, ଜେଏସପିଏଲ ସବୁ କଳକାରଖାନା ଗଢ଼ି ଉଠିଛି। କିନ୍ତୁ ଆମେ ତାର ଟଙ୍କାଟାକର ମାତ୍ର ଲାଭ ପାଉନୁ। ବରଂ ପଲ୍ୟୁସନ ଆଉ ପିଇବା ପାଣି ବିଷାକ୍ତ ପାଣି ପିଉଛୁ। ପ୍ରଦୂଷଣ ନାକ ନିଶ୍ୱାସ ଯକ୍ଷ୍ମା ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହଉଛନ୍ତି ତାଳଚେରବାସୀ। ଏଠି ବାୟୁ ପ୍ରଦୂଷିତ, ପାଣି ଜଳ ବାୟୁ ମାଟି ସବୁ ପ୍ରଦୂଷିତ। ବର୍ତ୍ତମାନ ସରକାର ଏଥିପ୍ରତି ଜମା ଚିନ୍ତା କରୁନାହାନ୍ତି। ଆପଣଙ୍କର ଭାରତ ବର୍ଷର ସବୁଠାରୁ ଅତ୍ୟଧିକ ଉତ୍ତପ୍ତ ସହର ଉପରେ ବର୍ତ୍ତମାନ ପରିଣତ ହେଲାଣି। 42 ଡିଗ୍ରୀ ଉପରେ ଟେମ୍ପରେଚର ହେଲାଣି ତାଳଚେର। ବିଷାକ୍ତ ପାଣି ଛାଡ଼ିକି ବିଭିନ୍ନ ଡ୍ରେନରୁ ସହର ଅଞ୍ଚଳରୁ ବିଷାକ୍ତ ପାଣି ବ୍ରାହ୍ମଣୀ ନଦୀ ଆଜି ପ୍ରଦୂଷଣ।